ଜହ୍ନି ତ ପ୍ରାୟ ସମସ୍ତଙ୍କୁ ପସନ୍ଦ ଥାଏ ଆଉ ମୋର ଜହ୍ନି ବହୁତ ପସନ୍ଦ। ଜହ୍ନି ଭଜା ହଉ ଜହ୍ନି ଗୋଟା ମସଲା ହଉ ତ ଜହ୍ନିର ଟେଷ୍ଟ ସବୁଠାରୁ ଅଲଗା। ତ ଜହ୍ନିର ମୁଁ ଆଜି ଆଉ ଗୋଟେ ନୂଆ ରେସିପି ବନେଇବି। ତ ଆପଣମାନେ କେବେ ଏ ରେସିପି ଟ୍ରାଏ କରିଛନ୍ତି କି ନାହିଁ, ଖାଇଛନ୍ତି କି ନାହିଁ, ନିଶ୍ଚିନ୍ତ ଭାବରେ କମେଣ୍ଟ କରିକି ଜଣେଇବେ। ତ ଜହ୍ନିଟା ବହୁତ ଲମ୍ବା ଥିଲା ତ ତାକୁ ମୁଁ 3 ଭାଗ କରି କାଟିଦେଲି, କାହିଁକି ନା ତାର ଚୋପା ଗୁଡ଼ା ଛଡ଼େଇବା ପାଇଁ ପୁରା ଇଜି ହବ। ତ 3 ପିସ୍ ହେଇଗଲା ତ ତାକୁ ପାଣିରେ ଧୋଇଦେଲି ଚୋପା ଛଡ଼େଇଲା ପରେ ମଝିରୁ କାଟିକିନି ତାପରେ ପୁରା ଚୁନ ଚୁନ ପିସ୍ କରି ମୁଁ ଏଠି କାଟୁଛି। ପୁରା ଯେତେ ଚୁନ ଚୁନ କରି କାଟି ପାରିବେ। ପୁରା ମୁଁ ଛୋଟ ଛୋଟ ଏଠି ପରି ପୁରା କାଟି ନେଇଛି ସବୁ ଜହ୍ନିର ସେପ୍କୁ। ତ ଛୋଟ ଛୋଟ କରି କାଟିଲେ ଜହ୍ନିର ପାଣି ଗୁଡ଼ା ମାନେ ଜଲ୍ଦି ନିଗିଡ଼ିଯିବ। ତ ଗୋଟେ ଜାଗାରେ ଜହ୍ନି ସବୁ କଟା ଜହ୍ନି ଦେଇଦେଲି, ତା ଦେହରେ ଲୁଣ ଦେଇ ଏପଟ ସେପଟ କରି ଘୋଡ଼େଇକି କିଛି ସମୟ ସାଇଡ୍ କରି ରଖିଦେଲି। ତାପରେ ନେଇଗଲି ଗ୍ରାଇଣ୍ଡର ଜାର୍, ଅରୁଆ ଚାଉଳକୁ ଘଣ୍ଟେ ଆଗରୁ ବତୁରେଇ ଦେଇଥିଲି। ତା ଦେହରେ ଗୋଟେ କଞ୍ଚା ଲଙ୍କା, 3ଟା ଖଣ୍ଡେ ରସୁଣ, ଟିକେ ଅଦା, ଲୁଣ ଆଉ ହଳଦୀ ଦେଇକି ଏକାଥରେ ମୁଁ ଗ୍ରାଇଣ୍ଡିଙ୍ଗ କରିଦେଲି, ଆଉ ପଛରେ ଆଉ ମିଶେଇବାକୁ ଯେମିତି ପଡ଼ିବନି। ତ ତାକୁ ଗ୍ରାଇଣ୍ଡିଙ୍ଗ ସରି ସାରିଲା ପରେ ଏପଟରେ ଦେଖିଲେ ଜହ୍ନିରୁ ପୁରା ପାଣି ପୁରା ବାହାରି ପଡ଼ିଛି। ତ ତାକୁ କ'ଣ କଲି ନା ହାତରେ ପୁରା ସିଠା କରିକିନି ମୁଠା କରିକି ତା ଦେହରୁ ପାଣି ନିଗାଡ଼ିଲି। ଦେଖନ୍ତୁ କେତେ ପାଣି ବାହାରିଲା। ତା ଦେହରେ ଦେଇଦେଲି କଟା ପିଆଜ, ତା ସହିତ ଯୋଉ ବାଟିକି ରଖିଥିଲି ଅରୁଆ ଚାଉଳ ତାକୁ ଦେଇକି ଭଲସେ ଗୋଳେଇ ଦେଲି। ପୁରା ଏମିତି ଯେମିତି ରହିବ, ପାଣିଆ ବେଶୀ ହବନି କି ପୁରା ବହଳିଆ ହବନି। ତ ଦେଇକିନି ରଖିଲା ପରେ ଏପଟରେ ଗୋଟେ ଫ୍ରାଏ ପ୍ୟାନ୍ ନେଇଗଲି, ତା ଦେହରେ ଦେଇଦେଲି ସୋରିଷ ତେଲ, ଯେମିତିକି ବାସ୍ନାଟା ଟିକେ ଭଲ ଆସିବ। ତ ଦେଇ ସାରିକି ତେଲ ଗରମ ହେଇଗଲା ବେଳକୁ ଏଇ ଯୋଉ ଗୋଳେଇକି ରଖିଥିଲି ଜହ୍ନିର ଯୋଉ ପିଠଉ ଟାଇପର, ତ ତାକୁ ପିଠଉର ସେପ୍ ଦେଇକିନି ତେଲରେ ଦେଇଦେଲି। ଟିକେ ଗୋଟେ ସାଇଡ ଭାଜି ହେଇ ଆସିଲା ବେଳକୁ ପୁଣି ଏପଟ ସାଇଡ ଭାଜିଲି। ପୁରା ଏଇ ଟାଇପର କଲର ହେଇ ଆସିଲା ବେଳକୁ ଆମର ରେଡି ହେଇଯିବ ଜହ୍ନି ପିଠଉ। ତ ଆଜି ବନେଇ ଦେଇଥିଲି ଭାତ, ଡାଲମା, ଜହ୍ନି ପିଠଉ, ତା ସହିତ କଲରା ଆଳୁ ଭଜା ଆଉ ସାଲାଡ। ମତେ ତ ସବୁ ମିଲରେ ସାଲାଡ ହିଁ ବହୁତ ପସନ୍ଦ। ତ ଦେଖନ୍ତୁ ଜହ୍ନି ପିଠଉଟା କେମିତି ହେଇଛି, ପୁରା ସଫ୍ଟ ହେଇଥିଲା ଆଉ ଟେଷ୍ଟ ତ ପୁରା ମସ୍ତ ହେଇଥିଲା। ଆପଣମାନେ ନିଶ୍ଚିନ୍ତ ଭାବରେ ଏଇ ରେସିପିଟା ଥରେ ଟ୍ରାଏ କରନ୍ତୁ। ସମସ୍ତେ